ସାଙ୍ଗମାନେ ଏତେ ସବୁ ସମୟ ସାଙ୍ଗରେ ତାଳ ଦେଇକି ଚାଲିବାକୁ ପଡ଼ୁଛି। କାରଣ ଯଦି ସମୟ ସାଙ୍ଗରେ ତାଳ ନ ଦେବୁ ନା ସମୟ ବି ଦୌଡ଼ି ପଳେଇବ, ତୁମେ ବି ପଛରେ ରହିଯିବ ଯଦି ଠିକ୍ ସେ ନ ଚାଲିବ। କାହିଁ କହିଲି, ମୁଁ ସକାଳେ ହେଇଥିଲା ଚିକେନ୍ କଷା ସାନ ପୁଅ ପାଇଁ, ଆମର ମାଛ ଫ୍ରାଏ ହେଇଛି। ବର୍ତ୍ତମାନ ଦେଖେଇ ଦେଉଛି, ବର୍ତ୍ତମାନ ମାଛ ଫ୍ରାଏ ହେଇଛି, ଚୁଙ୍ଗୁଡ଼ି ଭଜା ହେଇଥିଲା, ପଖାଳ ଖିଆ ହେଇଛି, ଆଉ ଅଳ୍ପ ଚୁଙ୍ଗୁଡ଼ି ଅଛି। ବର୍ତ୍ତମାନ ଚିକେନ୍ କଷା ଦେଖ, ସକାଳେ ମାନେ 10ଟା ବେଳେ ଆକୁ କରିଥିଲେ ସେ ରୁଟିରେ ଖାଇବା ପାଇଁ। ଥରେ ରୁଟିରେ ଖିଆ ହେଲା, କଷା ହେଇଥିଲା। ସେମାନେ କହିଲେ ମୁଁ ଆକୁ କିଏ ରୋଷେଇ କରିଛି? ମୁଁ କହିଲି ଆଜି ବାପା କରିଛନ୍ତି, ମୁଁ ମାଛଟା କରିଛି, ବାପା ଚିକେନ୍ଟା କରିଛନ୍ତି। କହିଲା ନା ନା ତୁ ଆଉ ଥରେ କରିବୁ। ମୁଁ ବର୍ତ୍ତମାନ ଆଉ ଥରେ କରୁଛି। ସେଥିପାଇଁ ସେ ଚିନ୍ତା କରନ୍ତୁ, ଆଜିକାଲି ଛୁଆଙ୍କୁ ଚଳେଇବା କେବଳ ଗୋଟେ ମା' ହିଁ ପାରିପାରିବ। କାରଣ ମା' ଜାଣିଛି ମୋ ପୁଅଟା ଖାଇଲାନି, ମାନେ ଡକସ ହେଲା, କାମକୁ ଯିବ, ଡ୍ୟୁଟିକି ଯିବ ସେ, ତେଣୁକରି ଦୁଇଥର ମୋତେ ରୋଷେଇ କରିବାକୁ ପଡ଼ୁଛି। ଆପଣମାନେ କୁହନ୍ତୁ, ଆପଣମାନେ ତ ଏମିତି ହଇରାଣ ହେଉଥିବେ, କିନ୍ତୁ ଏଇଟା ହଇରାଣ କୁହାଯାଉନି, ଏଇଟା ମାନେ ଭଲ ପାଇବା ଯେ ମୋ ପୁଅ ଟିକେ ବହୁତ ଟିକେ ଖାଇଯିବ, କମ୍ ଖାଇଲା, ବାପାଙ୍କର ସେଇଟା ପସନ୍ଦ ହେଲାନି। ତେଣୁକରି ମା' ପାଖରେ ଯେତେବେଳେ ଛୋଟବେଳୁ ମା' ପେଟରୁ ଜନ୍ମ ହୋଇଛନ୍ତି, କ୍ଷୀର ଖାଇଛନ୍ତି, ମା'ର ଯେକୌଣସି ଆପଣ ପିଆଜ ଟିକେ ଦଳି ଦିଅନ୍ତୁ, ବଢ଼ି ଟିକେ ଦଳି ଦିଅନ୍ତୁ, ଭର୍ତ୍ତା ଟିକେ କରିଦିଅନ୍ତୁ, ମା' ହାତର ଟେଷ୍ଟଟା କିଏ ଦେବେନି। ମୁଁ ବି ମୋ ବୋଉକୁ ଭଲ ପାଏ, ଠିକ୍ ସେମିତି ମୋ ପିଲାମାନେ ବାପା ଯେତେ ରୋଷେଇ କରନ୍ତୁ ସେ ତାଙ୍କୁ ପସନ୍ଦ ନୁହେଁ। ତେଣୁକରି ଆରେ କଷା ଚାଲିଛି, ଆପଣମାନଙ୍କ ସହିତ ଚାଲିଛି, ବୁଝିଲେ? ଭଲ ଲାଗେ ଯଦି କହିବେ।